ଢେଙ୍କାନାଳ ନା ସମ୍ବଲपुर ଧନ୍ଦି ହୋଇଗଲେଣି ଧର୍ମେନ୍ଦ୍ର। କେଉଁ ଆସନରୁ ଲଢ଼ିବେ ଜୁଟାଇ ପାରୁନାହାନ୍ତି ସାହସ। ଆଗୁଆ ନିର୍ବାଚନ ନେଇ ଯେତିକି ଚର୍ଚ୍ଚା ହେଉଛି ଧର୍ମେନ୍ଦ୍ରଙ୍କ ଚିନ୍ତା ସେତିକି ବଢୁଛି। କାରଣ ଆଗକୁ ମନ୍ତ୍ରୀ ପଦ ପାଇବାକୁ ହେଲେ ଆଉ ବ୍ୟାକଡୋର ଏଣ୍ଟ୍ରି ନୁହେଁ ବରଂ ନିର୍ବାଚନ ଲଢ଼ି ଜିତିବାକୁ ପଡ଼ିବ। ଏଭଳି କିଛି କ୍ରାଇଟେରିଆ କାଳେ ଗେରୁଆ ଦଳ ନେତାଙ୍କ ପାଇଁ ଦିଲ୍ଲୀ ଦରବାରରୁ ଆସିଥିବା କୁହାଯାଉଛି, ଯେଉଁଥିପାଇଁ ଧର୍ମେନ୍ଦ୍ର ଏବେ ନିଜ ପାଇଁ ସୁରକ୍ଷିତ ଆସନ ଖୋଜୁଥିବା ଶୁଣିବାକୁ ମିଳୁଛି। ଏମିତିରେ ଆଗାମୀ ନିର୍ବାଚନରେ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବେ ବୋଲି ସଂକେତ ଦେଇ ସାରିଛନ୍ତି, କିନ୍ତୁ ବିଧାନସଭା କି ଲୋକସଭା ତାହା ସ୍ପଷ୍ଟ କରିନାହାନ୍ତି। ତେବେ ପଦ୍ମଦଳିଆ ନେତାଙ୍କ ଭିତରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଧର୍ମେନ୍ଦ୍ର ଏପାଳି ବିଧାନସଭା ଅପେକ୍ଷା ଲୋକସଭା ପାଇଁ ଅଧିକ ଆଗ୍ରହୀ। କାରଣ 2024ରେ ଓଡ଼ିଶାରେ ପଦ୍ମଦଳ କ୍ଷମତାକୁ ଆସିବାର ସମ୍ଭାବନା ନଥିବା ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ଆକଳନ କରିଥିବା କୁହାଯାଉଛି। ତେଣୁ ନିଜକୁ କ୍ଷମତା କେନ୍ଦ୍ରଠାରୁ ଦୂରେଇ ରଖିବାକୁ ଧର୍ମେନ୍ଦ୍ର କାଳେ ଇଚ୍ଛୁକ ନଥିବା ଶୁଣିବାକୁ ମିଳୁଛି, ଯେଉଁଥିପାଇଁ ବିଧାନସଭା ଲଢ଼ିବା ପରିବର୍ତ୍ତେ ଲୋକସଭା ଆସନରୁ ଲଢ଼ିବାକୁ ମନସ୍ଥିର କରିଥିବା ଚର୍ଚ୍ଚା ହେଉଛି। କିନ୍ତୁ କେଉଁ ଆସନରୁ ଲଢ଼ିଲେ ବିଜୟ ସୁନିଶ୍ଚିତ ତାହାର ହିସାବ ନିକାଶ କାଳେ ଧର୍ମେନ୍ଦ୍ର କରିପାରୁନଥିବା କୁହାଯାଉଛି। ଏବେ ଧର୍ମେନ୍ଦ୍ରଙ୍କର ଦୁଇଟି ଲୋକସଭା ଆସନ ଢେଙ୍କାନାଳ ଓ ସମ୍ବଲପୁର ଉପରେ ନଜର ରହିଛି। କିନ୍ତୁ ଏହି ଦୁଇ ଆସନରୁ କେଉଁ ଆସନରୁ ଲଢ଼ିବେ ତାହା ଉପରେ ଏଯାବତ୍ ମୋହର ବାଜିନି, ଯେଉଁଥିପାଇଁ ଏବେ ଦୁଇଟି ଡଙ୍ଗାରେ ପାଦ ଦେଇ ଆଗକୁ ବଢୁଛନ୍ତି ଧର୍ମେନ୍ଦ୍ର। କେତେବେଳେ ଧର୍ମେନ୍ଦ୍ରକୁ ସମ୍ବଲପୁରରେ ଦେଖିବାକୁ ମିଳୁଛି ତ ପୁଣି କେତେବେଳେ ଢେଙ୍କାନାଳରେ। କିନ୍ତୁ ଏହି ଦୁଇ ଆସନ ମଧ୍ୟରୁ ଧର୍ମେନ୍ଦ୍ରଙ୍କ କେଉଁ ଆସନ ଏତେ ସହଜ ନୁହେଁ। ସମ୍ବଲପୁରରେ ଏବେ ବିଜେପି ସାଂସଦ ରହିଛନ୍ତି। ଏହା ହିଁ ଧର୍ମେନ୍ଦ୍ରଙ୍କ ପାଇଁ ସବୁଠୁ ବଡ଼ ଅକଳ ସାଜିଛି। କାରଣ 2019 ନିର୍ବାଚନରେ ସମ୍ବଲପୁରବାସୀ ଦେବଗଡ଼ ରାଜା ନୀତିଶ ଗଙ୍ଗଦେବଙ୍କୁ ସାଂସଦ ବାଛିଥିଲେ। କିନ୍ତୁ ନିର୍ବାଚନ ପରେ ଗଙ୍ଗଦେବ ନିର୍ବାଚନ ମଣ୍ଡଳୀରୁ ଏକ ପ୍ରକାର ଗାୟବ ରହିଥିବା ଚର୍ଚ୍ଚା ହୁଏ, ଯେଉଁଥିପାଇଁ ଉଭୟ ଗଙ୍ଗଦେବ ଓ ବିଜେପି ବିରୋଧରେ ଅସନ୍ତୋଷ ରହିଛି। ତେଣୁ ଏହି ଆସନରୁ ଧର୍ମେନ୍ଦ୍ର ଲଢ଼ିଲେ ମଧ୍ୟ ଭୋଟରଙ୍କ ଅସନ୍ତୋଷର ପ୍ରତିଫଳନ ଫଳାଫଳ ଉପରେ ନିଶ୍ଚୟ ପଡ଼ିପାରେ ବୋଲି କୁହାଯାଉଛି। ଏହାଛଡ଼ା ଗଙ୍ଗଦେବଙ୍କ ପତ୍ନୀ ମଧ୍ୟ ଏଥିରେ ଟିକେଟ ଆଶାୟୀ। ତେଣୁ ରାଜ ପରିବାରକୁ ଟିକେଟ ନ ମିଳିଲେ କିଛି ମାତ୍ରାରେ ବିଜେପି ଭୋଟ ବ୍ୟାଙ୍କ ପ୍ରଭାବିତ ହେବାର ସମ୍ଭାବନା ରହିଛି, ଯେଉଁଥିପାଇଁ ଧର୍ମେନ୍ଦ୍ର ସମ୍ବଲପୁରକୁ ଆଖେଇଥିଲେ ମଧ୍ୟ ଲଢ଼ିବା ପାଇଁ ସାହସ ଜୁଟାଇ ପାରୁନଥିବା ଚର୍ଚ୍ଚା ହେଉଛି। ସେହିଭଳି ଢେଙ୍କାନାଳ ଆସନ ମଧ୍ୟ ଧର୍ମେନ୍ଦ୍ରଙ୍କ ପାଇଁ ସେତେଟା ସୁରକ୍ଷିତ ନୁହେଁ ବୋଲି କୁହାଯାଉଛି। କାରଣ ଢେଙ୍କାନାଳ ଲୋକସଭା ଆସନକୁ ବିଜେଡି ଏହା ଭିତରେ ନିଜର ଗଡ଼ ଭାବେ ଗଢ଼ି ତୋଳି ସାରିଛି। ଢେଙ୍କାନାଳ ଲୋକସଭା ଅଧୀନରେ ଥିବା 7ରୁ 7 ବିଧାନସଭା ଆସନ ସହ ସାଂସଦ ମଧ୍ୟ ବିଜେଡିର ରହିଛନ୍ତି। ଅର୍ଥାତ୍ ଢେଙ୍କାନାଳ ବିଜେଡିର ଅଭେଦ୍ୟ ଗଡ଼ ରହିଛି। ହୋମ୍ ଗ୍ରାଉଣ୍ଡ ହୋଇଥିଲେ ମଧ୍ୟ ଏଠାରେ ଲଢ଼ି ରିସ୍କ ନେବାକୁ କାଳେ ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ଚାହୁଁନଥିବା ଚର୍ଚ୍ଚା ହେଉଛି। ଏମିତିରେ କିଛି ଦିନ ପୂର୍ବରୁ ହିନ୍ଦୋଳ ଓ ଅତାବିରାରେ ହୋଇଥିବା ପୌର ନିର୍ବାଚନରେ ବିଜେଡି ଏକତରଫା ବାଜିମାତ କରିଛି। ତେଣୁ ଢେଙ୍କାନାଳରୁ ଲଢ଼ିବା ନିଷ୍ପତ୍ତି ଧର୍ମେନ୍ଦ୍ରଙ୍କ ପାଇଁ ବୁମେରାଙ୍ଗ ହୋଇପାରେ ବୋଲି ଚର୍ଚ୍ଚା ହେଉଛି, ଯେଉଁଥିପାଇଁ କାଳେ ଧର୍ମେନ୍ଦ୍ର ନିଜେ ସନ୍ଦିହାନ ଅଛନ୍ତି କେଉଁ ଆସନରୁ ନିର୍ବାଚନ ଲଢ଼ିବେ।